ମୁଁ କହୁଥିଲି କ'ଣ ଯେ ନଡ଼ିଆ ଭାଙ୍ଗିଦେଲି ତାପରେ ଟୁକୁର ଟୁକୁର କରି ତାକୁ ବାଡ଼େଇ ତା ନଡ଼ିଆ ଖୋପରୁ ବାହାର କରିଦେଇଛି। ତାପରେ ତାକୁ କ'ଣ କରିବି ଏବେ କୁଚୁରୁ କରି କାଟିଦେବି ହେଲା। ଆଉ ଏ କୁଚୁରୁ କରି କାଟିଦେଲି। କାଟିଦେଇ ଆଉ ଆପଣ ତ ଜାଣିଥିବେ କ'ଣ ହେବ, ଥମ୍ବନେଲ୍ ଦେଖି ଜାଣିଥିବେ। ତଥାପି ଦେଖନ୍ତୁ କେଉଁ ପ୍ରୋସେସ୍ରେ କରାଯାଉଛି। ଆମର ବି ଫାର୍ଷ୍ଟ ଟାଇମ୍ ଦେଖାଯାଉ। ଆଉ ଟିକେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ଏ ନଡ଼ିଆ ଗୁଣ୍ଡ କରି ତାକୁ ଗ୍ରାଇଣ୍ଡିଂ କରି ପୁରା ଗୁଣ୍ଡ କରିଦେଇଛି। 2 ଚାମଚ ବାହାର କରିଦେଲି। ସେଇ ଯେଉଁ ଗୁଣ୍ଡ ବଳକା ଗୁଣ୍ଡରେ ପକାଇଦେଲି ଚିନି ପକାଇଦେଲି ପୁରା ଭଲ କରି। ମୁଁ ଟିକେ ମିଠା ଖାଇବା ଲୋକଟା ତ ସେ ଟିକେ ଭଲ କି ଦେଲି। ତାପରେ 10 ଟଙ୍କିଆ ଅମୁଲ ପ୍ୟାକେଟ୍ କାଟିଦେଲି, ତାକୁ ଢାଳିଲି ଦେଲି ଭଲ କରି ଅମୁଲ ଦେଲି। ଖାଇବା ଆଉ ଗୋଟେ ଫାର୍ଷ୍ଟ ଟାଇମ୍ କରୁଛି ତ ଖାଇବା ଆଉ ସେଇଥିପାଇଁ ଅମୁଲଟାକୁ ଦେଲି ଭଲ କରି। ତା ଦେହରେ ମୋ ଚୁଇଁ ଆସି କହୁଛି ବାବା ଟିକେ ଦେଉନା ଆମେ ଟିକେ ଖାଇବା। ମୁଁ କହିଲି ଆଉ ଛୁଆଟା ତ ଆଉ ମନା କରିହେବ। ବାଁ ହାତରେ ନେଇ ଯାଇକି କେମିତି ଚେୟାର ଉପରେ ଦେଖ ଉଠି ଯାଇକିରି ତାର ଆଉଁ କରି ଚାଟି ଚାଲିଛି। ତାପରେ ଗୁଜୁରାତି ଆଣିଲି, ଗୁଜୁରାତି ଛଡ଼େଇକି ପକେଇଲି। ଗୁଜୁରାତି ଫ୍ଲେଭରଟା ପଡ଼ିଲେ ଟିକେ ବଢ଼ିଆ ସ୍ମେଲ୍ ହେବ ଆଉ ସେଥିପାଇଁ। ଆଉ ତାପରେ ପୁରା କଞ୍ଚା କ୍ଷୀର ପାଖାପାଖି 200 ଗ୍ରାମ ଢାଳିଦେଲି। ତାପରେ ତାକୁ ଭଲ କରି ଗ୍ରାଇଣ୍ଡିଂ କରିଦେଇଛି ହେଲା। ସେଇଟା ବୋଧେ ସ୍କିପ୍ ହେଇଯାଇଛି ଆଉ ଜାଣିପାରୁନି ହେଲା। ସେ ଛାଡ଼, ଯାହା ବି ହେଇଛି। ତାକୁ ଗୋଳେଇ ଦେଲୁ। ନଡ଼ିଆ ଯେଉଁ କୋରା ଟିକେ ରଖିଦେଲୁ ସେଆକୁ ଟିକେ ପକେଇଦେଲୁ। ତାପରେ ତା ଦେହରେ ଫେଣ୍ଟିଦେଲୁ। ଟିକେ ଖଦଡ଼ା ନହେଲେ ଆଇସ୍କ୍ରିମ୍ଟା ଭଲ ଲାଗିବ, ଟିକେ ଚୁଚୁମିଆ ବଢ଼ିଆ ଲାଗିବ ନା, ସେଇଥିପାଇଁ ଦେଇଦେଲୁ। ତାପରେ ଦେଖନ୍ତୁ ଏଇଠି ଫ୍ଲିପକାର୍ଟରୁ ମଗାଇ ଦେଇଥିଲୁ ବୁଝିଲେ। ହଁ କ'ଣ ନେଇଥିଲା ମୁଁ ଜାଣିନି, ମନ ନାହିଁ, ବହୁତ ଦିନ ହେଲାଣି ଥୁଆ ହେଇଥିଲା। ଆଜି ଗୋଟେ ଏକ୍ସପେରିମେଣ୍ଟ ହେଉଛି ପୁରା ହେଲା ଏ ମଲେଇ ଭଳିଆ। ଆମେ ଫାଷ୍ଟ କିନ୍ତୁ କନଫ୍ୟୁଜ୍ ଥିଲୁ ଯେ ଆକୁ କେମିତି ବନାବ, ଏପଟେ ଖୁମ୍ବ ସେପଟରେ ଖୁମ୍ବ କେମିତି ବନାବ। ତଥାପି ଗୋଟେ ରିସ୍କ ନେଇ ଗୋଟେ କରିଛୁ। ଆଉ କଲା ପରେ ତାକୁ ନେଇଗଲୁ ଡିପ୍ ଫ୍ରିଜ୍ ଖୋଲିଲା ବେଳୁ ତା ଭିତରେ ଗୋଟେ ଟ୍ରେ, ସିଏ ପୁଣି ବସିଯାଇଛି, ସିଏ ଉଠୁନଥାଏ। ତା ବହୁତ କଷ୍ଟ ତାଳି ବାହାର କଲି। ତାପରେ ଆକୁ ପୁରେଇ ସାରିଲା ପରେ ଦେଖନ୍ତୁ ଲାଷ୍ଟ ଜିନିଷ ଦେଖନ୍ତୁ କ'ଣ ବାହାରିଛି। ବହୁତ କଷ୍ଟରେ ପୁଣି ବହୁତ ସଂଘର୍ଷ କରିବାକୁ ପଡ଼ିଲା। ତାପରେ ଏଇଟା ବାହାରିଛି। ବାହାରିଲା ପରେ ମୋ ପୁଅ ପୁରା ଲାଇକ୍ କରିଦେଲା। ତାପରେ ଇଏ ତ ଜଗି ବଇଛି ଖାଲି କେମିତି ଟିକେ ସରିବ ମୁଁ ଟିକେ ଖାଇଦେବି। ଦେଖନ୍ତୁ କେତେ ସଂଘର୍ଷ, ପାଣି ଭିତରେ ବାଳ ବାହାରି ପଡ଼ୁଛି ହେଲା। ତାପରେ ଯାହା ବହୁତ କଷ୍ଟରେ ବାହାରିଗଲା ପରେ ତାକୁ ଦେଖନ୍ତୁ ଖାଇଦେଲି। ଦେଖନ୍ତୁ ଆଇସ୍କ୍ରିମ୍ଟା କେମିତି ହେଇଛି। ଆଉ କିନ୍ତୁ ଟେଷ୍ଟ ବହୁତ ବଢ଼ିଆ ଥିଲା। ଥ୍ୟାଙ୍କ ୟୁ ସୋ ମଚ୍।